ଶ୍ରୋତା ବନ୍ଧୁ, ସମକାଳୀନ ଗଳ୍ପ ଜଗତରେ ମାନବ ଚେତନା ଓ ବେଦନାର ଜଣେ ନିଆରା ପ୍ରବକ୍ତା ହେଉଛନ୍ତି ଗାଳ୍ପିକା ଚିରଶ୍ରୀ ଇନ୍ଦ୍ର ସିଂ। ବୃତ୍ତିରେ ରାଜନୀତି ବିଜ୍ଞାନର ଅଧ୍ୟାପିକା, ମାତ୍ର ପ୍ରବୃତ୍ତିରେ ସେ ଏକନିଷ୍ଠ ସାହିତ୍ୟ ସାଧିକା। 21ରୁ ଉର୍ଦ୍ଧ୍ୱ ପୁସ୍ତକର ସେ ସ୍ରଷ୍ଟା। ଗାଳ୍ପିକା ଚିରଶ୍ରୀ ଇନ୍ଦ୍ର ସିଂଙ୍କ ସର୍ଜନାର କାବ୍ୟିକ ଉପଲବ୍ଧି ହେଉଛି ତାଙ୍କର କବିତା ସଂକଳନ ପକ୍ଷୀ ଜନ୍ମ ଓ ଅନ୍ୟାନ୍ୟ କବିତା ଏବଂ କେବେ କେବେ ଜହ୍ନ ରାତିରେ ଅନ୍ୟ ଏକ କବିତା ସଂକଳନ ହେଉଛି ଶାଢ଼ୀ। ତେବେ ପ୍ରଥମ କ୍ଷୁଦ୍ର ଗଳ୍ପ ସଂକଳନ ହେଉଛି ବେଙ୍ଗବତୀ କଥା। ଏତଦ୍ ବ୍ୟତୀତ ଉତିଆଳି ସଞ୍ଜ, ଛବି, ସର୍ଫିଂ, ବିଡ଼ମ୍ବନା, ଚିରଶ୍ରୀଙ୍କ ଭଲ ଗଳ୍ପ, ସୁଅ, ଆମ କାହାଣୀ, ଅଙ୍କାବଙ୍କା ନଈ, ଶୀତ ରାତିର କୌତୁକ, କିମ୍ଭୀର ଦେଶ, ନାଭିସୂତ୍ର ଇତ୍ୟାଦି। ଗାଳ୍ପିକା ଚିରଶ୍ରୀଙ୍କୁ ତାଙ୍କର ଗଳ୍ପକାରିତା ପାଇଁ କାଦମ୍ବିନୀ ଶ୍ରେଷ୍ଠ ଗଳ୍ପ ପୁରସ୍କାର, ସୁବ୍ରତ ରଥ ଗଳ୍ପ ପୁରସ୍କାର, କହ୍ନେଇ କଥା ପୁରସ୍କାର, ସାଳନ୍ଦୀ ଗଳ୍ପ ପୁରସ୍କାର ଭଳି ସମ୍ମାନରେ ସମ୍ମାନିତ କରାଯାଇଛି। ନିଜ ଗଳ୍ପ ସମ୍ପର୍କରେ ଚିରଶ୍ରୀ କହନ୍ତି, ମୋ ଗପରେ ଚିତ୍ରିତ ଚରିତ୍ରମାନେ ପ୍ରାୟ ସମସ୍ତେ ମୋର ପରିଚିତ। ସତରେ ହେଉ କି କଳ୍ପନାରେ ସେମାନଙ୍କୁ ସମସ୍ତଙ୍କୁ ମୁଁ ଭେଟିଛି। ସେମାନଙ୍କର ସ୍ୱର ଶୁଣିଛି ମୁଁ। ସେ ସ୍ୱର ହଜିଯିବା ପୂର୍ବରୁ କୋଳାହଳ ଭିତରେ। ସେମାନେ ନିରୁଦ୍ଦିଷ୍ଟ ହେବାକୁ ବାହାରିଯିବା ପୂର୍ବରୁ ମୁଁ ସେମାନଙ୍କୁ ବସେଇ ଦେଇଛି ପିଢ଼ା ପାଣି ଦେଇ। ସେମାନେ ବସିଛନ୍ତି କାହିଁକି ନା ଗଳ୍ପରେ ସବୁ ଘଟଣା ଘଟି ସାରି ନାହିଁ, ଆହୁରି କେତେ କ'ଣ ଘଟିବାକୁ ବାକି ଅଛି। ଗପର ଚରିତ୍ରମାନେ କେହି ଦ୍ୱୀପ ନିବାସୀ ନୁହନ୍ତି। ଏମାନେ ଆମ ସମାଜ, ଆମ ସଂସାର, ଆମ ଗାଁ, ଏମିତିକି କେହି କେହି ଆମ ପରିବାରରେ ବି ରହନ୍ତି। ଏମାନେ ସୀମାନ୍ତରିତ ନୁହନ୍ତି ଓ ନୁହନ୍ତି ବି ସୀମାବଦ୍ଧ। ଥାନାର ମହିଳା ଅଧିକାରୀଙ୍କ ଉପସ୍ଥିତିରେ ବି ସ୍ୱାମୀଟିଏ ସ୍ତ୍ରୀକୁ ଥାପଡ଼ ମାରିପାରେ। ଜଣେ ରାତି ଜଗୁଆଳିର କାହାଣୀ ଗପରେ ଏହାକୁ ଉପସ୍ଥାପିତ କରିଛି। ନିଜ ନିରାପତ୍ତା ପାଇଁ ଅନଧିକାର ଫାଇଦା ଉଠାଇପାରେ ଜଣେ ବୟସ୍କ ମହିଳା। ଅନ୍ୟର ଘରୋଇ ଇଲାକାରେ ମାଲିକାନା ସାବ୍ୟସ୍ତ କରିପାରେ ଜଣେ ନାରୀ। ଏକାନ୍ତବାସ ଗଳ୍ପରେ ମାଟିଏ ନିଜର ଉଚ୍ଚାକାଂକ୍ଷା ଯୋଗୁଁ ନିଜର ସନ୍ତାନକୁ ଅମଣିଷ ହେବାର ଶିକ୍ଷା ଦେଇପାରେ। କୁହୁଡ଼ି ଗଳ୍ପରେ ଏମିତି କେତେ କେତେ କଥା, କେତେ କେତେ ମଣିଷଙ୍କର ମୁଁ ଦେଖେ ଓ ଲେଖେ। ମୁଁ ବୁଝିପାରେ କାହାଣୀ ସରିନାହିଁ। ମୁଁ ଜାଣିଥାଏ ଘଟଣା ଘଟିବ ଆହୁରି କେତେ କେତେ। ଭଲ ମଣିଷ ଭୋଗୁଛି ବିପଦ, ସନ୍ଦେହ, ଅସ୍ଥିରତା, ନିସଙ୍ଗତା ଓ ବିଫଳତା। ସେଥିପାଇଁ ଭଲ କିଛି କରିବାକୁ ଚାହୁଁଥିବା ଗପର ଚରିତ୍ରମାନେ ବି ଭୋଗୁଛନ୍ତି ଅସୁରକ୍ଷା, ଭୟ, ଅନିଶ୍ଚିତତା। ଶ୍ରୋତାବନ୍ଧୁ, ଆମେ ଆଜି ଓଡ଼ିଆ ଭାଷା ସାହିତ୍ୟ ଜଗତର ଜଣେ ଗଳ୍ପ ଜଗତ ଉପରେ ଆଲୋଚନା କରୁଛି। ତାଙ୍କ ପାଇଁ ଗଳ୍ପ ଖୁବ୍ ଜୀବନର ଖୁବ୍ ପାଖାପାଖି। ତେଣୁ ସେ କହନ୍ତି, ଯାହା ଲେଖିଛି ବିଶ୍ୱାସ କରିଛି ବୋଲି ଲେଖିଛି। ଆବଶ୍ୟକ ମଣି ଲେଖିଛି, ଉଦ୍ଦେଶ୍ୟ ରଖି ଲେଖିଛି। ଚରିତ୍ରମାନେ ଯଦି ଶକ୍ତିଶାଳୀ, ପ୍ରଭାବଶାଳୀ ନ ହୋଇପାରିଲେ ତଥାପି ବି ସେମାନଙ୍କ ପାଇଁ ମୋର ସ୍ନେହ ଓ ଭରସାରେ ସନ୍ଦେହ ରଖିବେ ନାହିଁ। ଚୌକିରେ ବସିବା ମଣିଷ ଯଦି ପାହାଚ ତଳରେ ବସିଛି, ଚେଇଁ ରହିଥିବା ପ୍ରକୃତି ଯଦି ଢୁଳେଇ ପଡ଼ିଛି ଅଧାନିଦରେ, ସୂର୍ଯ୍ୟାଲୋକରେ ରହିବା ବିଚାର ଯଦି ଠିଆ ହୋଇଛି ସୂର୍ଯ୍ୟ ପରାଗର ତିଥିରେ, ରାସ୍ତାରେ ସ୍ଲୋଗାନ ଦେବା ବିପ୍ଳବୀ ଯଦି ବୁଡ଼ି ରହିଛି ବ୍ୟସନରେ, ସେ ଦୋଷ ମୋର, ମୋ ଗଳ୍ପର ଚରିତ୍ରମାନଙ୍କର ନୁହେଁ। ଶ୍ରୋତାବନ୍ଧୁ, ଆଜି ଚିରଶ୍ରୀ ଇନ୍ଦ୍ର ସିଂଙ୍କୁ
आमे जेतेबेले आलोचना करुचे आमे जेतेबेले जानुचे से उभय कविता एवं गल्परे सिद्धहस्ता तांकर गोटे कवितारू मु आजी तांकर गपर यात्रा जाए जीवी। तांकर गोटे सुंदर कविता मु ए भितरे पाइछि, सेटा होछि एप्रिल 2024 एबेर लेखा। देखिबा गोटे कवि हिसाब रे से केते संवेदी। कवितार शीर्षक एप्रिल 2024। कवि चिरश्री इंद्र सिंह। मु जेतिकी भोगुची तो भागरे ताठारो कम पड़ू खरा। मु जेतिकी भोगुची तो भागरे ताठारो कम पड़ू खरा। खबर आसीची तो सहरर तापमात्रा गतकाली ठारू 2.5 डिग्री कम अछि। जा हेउ मो प्रार्थना ठाकुर शुणिछि। आम सान सहरटीर नाम बारंबार लेखा होछि टीवी परदारे नाली हरफरे। संज हेबा आगरू पाउंस सबु मल्लीकढ़ कृष्णचूड़ा गछ तले गदा गदा लोचा कोचा दरफुटा फूल। ये किछि बिरही जक्षर वर्णना नुहे। आमर एठी शतशतिका गछर चेररे फलुछि धुआर फसल। बालकोनी रे पानी रखिथिला माँ माटी पात्र रे, अथच आजी भी आसिले नाही से माने। 5 दिनर अपेक्षा परे बापांकर आशंका हुए तो से माने पहुंची गलेनी एठाकू आउ फेरी न पारिबार दूरतारे। आहा आहा से चढ़ी पंजाक तो बालकोनी रे पानी पिउ थांते कि आज संध्यारे। जाणु निद नथिबा राति मझिरे गतकाली मुहांमुही होईगली गोटे मध्याह्नर। जाणु निद नथिबा राति मझिरे गतकाली मुहांमुही होईगली गोटे मध्याह्नर। नई मझिरे बाली खोजुथला, नई मझिरे बाली खोलुथिला झाଳ लटपट सूर्य। निजर बिंबटीकू सेठी कोठी से हजेई देछि। से लिभिगला परे जानिली बहुत दिनरू मोर अनामिकारे गोटे दरपोड़ा स्वप्न को मु मुदी करी पिंधिछि। झाଳ लटपट सूर्य निजर बिंबटीकू सेठी कोठी से हजेई देछि। से लिभिगला परे जानिली बहुत दिनरू मोर अनामिकारे गोटे दरपोड़ा स्वप्न को मु मुदी करी पिंधिछि। अजाड़ी हेई पड़ुछि माଳ माଳ तातिला ढेउ। भय लागुछि जे तू जदि चाली चाली रास्ता पारी हेई जाऊ मो सामनारे, तथापि भी तते चिन्ही पारिबी बोली कहि पारुनी। एप्रिलर आलुओ सकाळ हेबा आगरू अंधार भरी देउछि मो आखिरे। एप्रिलर आलुओ सकाळ हेबा आगरू अंधार भरी देउछि मो आखिरे। मु मिछरे मिछरे खुशी होछि ठिया हेइछि बोली तू एठू चाली जिबा दिन ठारू तो सहरर ट्राफिक छकरे। मु मिछरे मिछरे खुशी होछि ठिया हेइछि बोली तू एठू चाली जिबा दिन ठारू तो सहरर ट्राफिक छकरे। श्रोता बंधु, आज आमे कवि चिरश्री इंद्र सिंह सहित गाल्पिका चिरश्री इंद्र सिंह को पढ़ुचे, आलोचना करुचे। नाभिसूत्र बोली ए निकट अतीत रे प्रकाशित तांकर एक क्षुद्र गल्प संकलन। सेतिरे गोटे सुंदर गल्प जहाँ आपण मानकू गाल्पिकांक चेतनार उच्चता सहित परिचय करेब। से जणे संवेदनशील सहृदय संपन्ना कवि, तत्सहित केते दरद रखती मानवेतर जीव मानक पाई नाभिसूत्रर एक सुंदर गल्प जार शीर्षक बाई चढ़ेईर घर।
ପାଣି ପିଇବି, ଶୋଷ କରୁଛି, ପାଣି ଦିଅ। ଶୋଷ ହେଲାଣି ଓ ତାର ପାଣି ଦରକାର ବୋଲି କିଛି ସମୟ ପୂର୍ବରୁ ଲୋକଟି ଦାବି କରୁଥିଲା। ସେତିକି ବେଳୁ ସେ ପିଇନି, ନା ପିଇ ସାରି ଆଉଥରେ ମାଗୁଛି। ପାଣି ଦିଅ, ପାଣି ଦିଅ, ପାଣି ଦିଅ, ମୋତେ ଶୋଷ କରୁଛି। ସ୍ୱରଟି ଦୁର୍ବଳ, ଦବିଲା ଦବିଲା, କୁଣ୍ଠିତ, ଭୟାତୁର ଏବଂ ସବୁ ମିଶି କରୁଣ ହେଲେ ବି ସେଥିରେ ମିଶିଥିଲା ଅନମନୀୟ ଜିଦ୍। ବିଜନ ଖବରକାଗଜ ରଖିଦେଇ ଚାହିଁଲେ। ଫିକା ହଳଦିଆ ରଙ୍ଗର ଶାଢ଼ୀ ପିନ୍ଧା ସ୍ତ୍ରୀ ଲୋକଟି ନିଜର ବ୍ୟାଗ୍ଟିକୁ ଅସ୍ତବ୍ୟସ୍ତ ହୋଇ ଦରାଣ୍ଡୁଛି। ପାଖରେ ଗୋଟେ ଖାଲି ବୋତଲ ଥୁଆ ହୋଇଛି। 2 ବୋତଲ ପାଣି ତ ଆଣିଥିଲି, ଆଉ ଗୋଟେ ବୋତଲ କୁଆଡ଼େ ଗଲା? ସ୍ତ୍ରୀ ଲୋକଟି ଗୁଣୁଗୁଣୁ ହୋଇଥିଲା ମନକୁ ମନ। ବିଜନ ତାଙ୍କ ବ୍ୟାଗ୍ରୁ ପାଣି ବୋତଲେ କାଢ଼ି ପାଣି ମାଗୁଥିବା ଲୋକଟି ଆଡ଼କୁ ବଢ଼ାଇ ଦେଲେ ତ ଲୋକଟି ତାର ସ୍ତ୍ରୀକୁ ଅନୁମତି ମାଗିଲା। ପିଇବି? ପିଅ। ରହ ରହ, ପିଇବ ଯେ, ନିଅ ଗ୍ଲାସଟା ଧର। ତାଙ୍କ ପାଣି ବୋତଲକୁ ଅଇଁଠା କରନି। ଆଖି ତଳେ ଗହିଡ଼ା କଳା ଦାଗ, ଖରାପୋଡ଼ା ଗାଲ ଓ ନାକ, ଶୁଖିଲା ଫଟା ଓଠ, କଳା ଧଳା କେଶମିଶା ହାଲୁକା ଖୋସାଟେ ଝୁଲୁଛି ବେକ ତଳକୁ। ହେଲେ ବି ସ୍ତ୍ରୀ ଲୋକଟିକୁ ବିଜନ ଚମତ୍କୃତ ହୋଇ ଦେଖିଲେ ମାନେ ଶୁଣିଲେ। ଜଳତରଙ୍ଗ ବାଜିଲା ପରି ମଧୁର ସ୍ୱର ସେ ସ୍ତ୍ରୀ ଲୋକଙ୍କର। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ସେଇ ଡାହାଣ ପଟେ ଆକ୍ୱାଗାର୍ଡ଼ ଲାଗିଛି, ଯାଉନାହାନ୍ତି, ଆପଣ ପାଣି ଭରି ଆଣିବେ। ସ୍ତ୍ରୀ ଲୋକଟିର ମୁହଁରେ ଖେଳିଗଲା ଆଶ୍ୱସ୍ତି। ଏତେ ଥର ଆସିଲିଣି, ସେପଟେ ଆକ୍ୱାଗାର୍ଡ଼ ଲାଗିଛି ଲକ୍ଷ୍ୟ କରିନି। ଆପଣ ଟିକେ ପ୍ଲିଜ୍ ନଜର ରଖିଥାନ୍ତୁ ବ୍ୟାଗ୍ଟା ଉପରେ, ମୁଁ ପାଣି ନେଇ ଆସେ। ଆପଣଙ୍କ ବୋତଲଟା ବି ଦିଅନ୍ତୁ, ମୁଁ ଭରି ଆଣୁଛି। ଏଇଥରକ ପ୍ରଥମ କରି କଥାବାର୍ତ୍ତା ହେଲେ ବି ପୂର୍ବରୁ ବହୁ ଥର ଏ ଦମ୍ପତିକୁ ଦେଖିଛନ୍ତି ବିଜନ। ସେମାନେ ତରତର ହୋଇ ଫେରି ଯାଉଥିଲା ବେଳେ ଏମାନେ ପହଞ୍ଚୁଥାନ୍ତି ତ କୋଉଥର ତାପ୍ତିଙ୍କୁ ଧରି ଧରି ପାହାଚ ଚଢ଼ିଲା ବେଳକୁ ଏମାନେ ବାହାରି ଯାଉଥାନ୍ତି ଗେଟ୍ ଡେଇଁ। କେବଳ ଏହି କ୍ଲିନିକକୁ କାଉନ୍ସେଲିଂ ପାଇଁ ଆସୁଥିବା ବେଳେ ଦୁହେଁ ସରକାରୀ ଡାକ୍ତରଖାନା କ୍ୟାମ୍ପସରେ ବ୍ଲଡ୍ ୟୁରିନ୍ ଟେଷ୍ଟ ହେଉଥିବ। ପ୍ୟାଥୋଲ୍ୟାବ୍ରେ 24 ଘଣ୍ଟା ଖୋଲା ରହୁଥିବା ସହରର ସବୁଠୁ ବଡ଼ ଔଷଧ ଦୋକାନରେ କେତେଥର ପରସ୍ପରକୁ ଦେଖିଛନ୍ତି ସେମାନେ। ପରିଚୟ ନଥିଲେ ବି ସେଇଥିପାଇଁ ଅପରିଚିତର ସଙ୍କୋଚ ନାହିଁ। ଏଇ ସ୍ତ୍ରୀ ଲୋକଟିର ନାଁ ନର୍ମଦା ଓ ତାଙ୍କ ସ୍ୱାମୀଙ୍କର ନାଁ ଆଦିତ୍ୟ। କପଡ଼ା ତିଆରି କ୍ୟାରି ବ୍ୟାଗ୍ରେ ଟ୍ୟାଗ୍ ଲାଗିଛି ନର୍ମଦା ଓ ଆଦିତ୍ୟ। ତଳେ ସେମାନଙ୍କର ଫୋନ୍ ନମ୍ବର। ଓହୋ, ବଞ୍ଚେଇ ଦେଲେ ଆପଣ। ମୋତେ ଏତେ ଶୋଷ କରୁଥିଲା ବୋଲି ପାଣି ପିଇବା ପରେ ହିଁ ମୁଁ ବୁଝିପାରିଛି। ଆମର ନମ୍ବର ଆସିଗଲାଣି। ଏବେ ତ 6 ନମ୍ବର ଯାଇଛନ୍ତି, ଆମର 7 ନମ୍ବର। ଆପଣଙ୍କ କେତେ ନମ୍ବର ପଡ଼ିଛି? 9 ନମ୍ବର। ତାହେଲେ ଆପଣଙ୍କର ବି ଆସିଯିବ। ତାପ୍ତିଙ୍କୁ ଉଠେଇ ଧରୁ ଧରୁ ବିଜନ କ'ଣ ଭାବି କହିଲେ, ମୋ ନାଁ ବିଜନ ଓ ଏ ମୋ ସ୍ତ୍ରୀ ତାପ୍ତି। ଆପଣ ଦୁହେଁ ଆଦିତ୍ୟ ଓ ନର୍ମଦା ବୋଲି ଜାଣିଲିଣି ମୁଁ। ବ୍ୟାଗ୍ ଭିତରୁ ହାତ ଗଳେଇ ପୁଣି କ'ଣ ଗୋଟେ ଦରାଣ୍ଡି ହେଉଥିଲେ ନର୍ମଦା। ତାଙ୍କ ମୁହଁରେ ଘନେଇ ଆସୁଥିଲା କେମିତି ଗୋଟାଏ ଭୟ। ପୁଣି କ'ଣ ଛାଡ଼ି ଆସିଛନ୍ତି କି? ନର୍ମଦାଙ୍କ ମୁହଁ ଉପରେ ଯେପରି ପରସ୍ତେ ପାଉଁଶ ଜମି ଯାଇଥିଲା ଆଖି ପଲକରେ। ଟିଫିନ୍ଟା ଛାଡ଼ି ଆସିଛି। ଆଦିତ୍ୟ ଆଉ ଟିକିଏ ଗଲେ ଖାଇବାକୁ ମାଗିବେ। ଭୋକ ହେଲେ ୟାଙ୍କୁ ସମ୍ଭାଳିବା କଷ୍ଟ। କ'ଣ କରିବି ଏବେ? ଅଟୋବାଲା ପୁଣି ଫୋନ୍ କରି କହିଲାଣି ଯେ ଆସୁ ଆସୁ 9ଟା ବାଜିବ। ଏପଟେ କାମ ସରିଲା ବେଳକୁ କେତେଟା ବାଜିବ କେଜାଣି। ନର୍ମଦାଙ୍କ ଗଳା ଥରି ଯାଉଥିଲା ଯେମିତି। ବ୍ୟସ୍ତ ହୁଅନ୍ତୁନି, ବିସ୍କୁଟ୍ ଓ କେକ୍ ଅଛି ମୋ ପାଖେ, ଆପଣ ରଖିଦିଅନ୍ତୁ। ନାଇଁ, ସେମିତି କେମିତି ହବ? ଆପଣ ନିଜ ପାଇଁ ଆଣିଥିଲେ, ମୁଁ କେମିତି ନେବି? ଆପଣ ରହନ୍ତି କେଉଁଠି କହିଲେ? ବିଜନଙ୍କ ଏପରି ପ୍ରଶ୍ନରେ ଆଶ୍ଚର୍ଯ୍ୟ ହେଲେ ବି ନର୍ମଦା ଉତ୍ତର ଦେଲେ, 9 ନମ୍ବର ମଲ୍ ପାଖରେ ସେ ଯେଉଁ ପଲ୍ଲବୀ ଆପାର୍ଟମେଣ୍ଟ ନାହିଁ, ତାରି ପାଖ ଗଳିରେ। ତାହେଲେ ତ କିଛି ଅସୁବିଧା ନାହିଁ। ଆପଣ ଡାକ୍ତରଙ୍କୁ ଦେଖା କରି ଆସନ୍ତୁ ଆରାମରେ। ଏକାଠି ଟ୍ୟାକ୍ସି କରି ଚାଲିଯିବା। ଯଦି ଆପଣ କିଛି ନ ଭାବନ୍ତି। ରାସ୍ତାରେ ଗାଡ଼ି ଅଟକେଇ ମୁଁ ରୁଟି ଡାଲମା କିଣିବି। ଆପଣଙ୍କର ଦରକାର ଥିଲେ ଆପଣ ବି କିଣିପାରିବେ। ଆପଣଙ୍କୁ ମୁଁ ଦେଖିଥିଲି ସେଇପଟେ କେତେ ଥର, ସେଇଥିପାଇଁ ସେପଟେ ରହୁଥିବେ ବୋଲି ଭାବିଲି। ଏଇଠୁ ଆରମ୍ଭ ହେଲା ବିଶ୍ୱାସ, ନିର୍ଭରଶୀଳ ହେବା।
ତା ପରଥର ଦେଖାହେଲା ପାଥୋଲାବ୍ରେ। ଆଦିତ୍ୟ ଓ ତାପ୍ତି ଉଭୟଙ୍କର ଥାଇରଏଡ୍, ଉଭୟଙ୍କର ରକ୍ତ ପରୀକ୍ଷା କରିବାର ଥିଲା। ବିଜନକୁ ଦୂରରୁ ଦେଖିପାରି ତାଙ୍କ ପାଖକୁ ଚାଲି ଆସିଲେ ନର୍ମଦା। ଆପଣମାନଙ୍କର କାମ ସରିଲାଣି? ନାଇଁ ନାଇଁ, ଆମର ନମ୍ବର ଯାଇ 17ରେ, ଏବେ ତ ମାତ୍ର 5 ନମ୍ବର ଗଲା। ଆପଣଙ୍କର ସରିଗଲାଣି କି? ନା, ମୋର ବି 14 ନମ୍ବରରେ। ଆଦିତ୍ୟଙ୍କୁ ସେଠି ବସେଇ ଦେଇ ଆସିଛି। ଯେତେ ଉଠେଇଲେ ବି ସକାଳୁ ଉଠିଲେ ନାହିଁ, ଡେରି ହେଇଗଲା। ତାପ୍ତି ତ ବିଲକୁଲ ରାଜି ହେଉନଥିଲା ଆସିବାକୁ। ଘରକୁ ଯାଇ ଲୋକେ ରକ୍ତ ସାମ୍ପଲ ନେଇ ଆସୁଛନ୍ତି ଯେ, କିନ୍ତୁ ବହୁତ ଚାର୍ଜ କରୁଛନ୍ତି ସେମାନେ। ଆପଣଙ୍କର ଫଟୋ ଅଛି? ନା, ମୁଁ ଛାଡ଼ି ଦେଇଛି। ଘଣ୍ଟାଏ ଅପେକ୍ଷା କଲେ ସେମାନେ 3 ଗୁଣା ପଇସା ମାଗୁଛନ୍ତି। ତାହେଲେ ମୁଁ ଭାବିଥିଲି ମୋର ଶୀଘ୍ର ସରିଯିବ, ହେଲେ ଏଠି ଏତେ ଗହଳି। ଏଇ ପଛପଟେ ଗୋଟେ ସ୍କୁଲ ଅଛି, ଆଜି ତ ଡେରି ହେବ। ମର୍ଣ୍ଣିଂ ସିଫ୍ଟ ପିଲାଙ୍କୁ ଛାଡ଼ିବାକୁ ଆସିଥିବା ଅଟୋ ସବୁ ଏପଟେ ପାସେଞ୍ଜର ପାଇଁ ଅପେକ୍ଷା କରନ୍ତି। ମୁଁ ଯାଇ ସେଇଥିରୁ ଗୋଟିଏ ଧରି ଆଣିବି, ବ୍ୟସ୍ତ ହୁଅନ୍ତୁନି। ସେଦିନ ବି ସେମାନେ ସାଙ୍ଗ ହୋଇ ଫେରିଲେ। ଆଦିତ୍ୟଙ୍କର ଗୋଡ଼ ଫୁଲିଥିଲା। ବାଥରୁମ୍ରେ ପଡ଼ିଯାଇ ବଡ଼ ଯତ୍ନରେ ଧରି ଧରି ତାଙ୍କୁ ଅଟୋରେ ବସାଇଲେ ବିଜନ। ଗଳି ରାସ୍ତାରେ ଗଲେ 4 ଜଣ ବସି ଯାଇ ହେବ। ପଲ୍ଲବୀ ଆପାର୍ଟମେଣ୍ଟ ପାଥୋଲାବଠାରୁ ମାତ୍ର 1 କିଲୋମିଟର ରାସ୍ତା। 15 ବର୍ଷର ପୁଅ ଆକ୍ସିଡେଣ୍ଟରେ ଚାଲିଯିବା ପରେ ତାପ୍ତି ବହୁତ ବେଶୀ କନ୍ଦାକଟା କରିନଥିଲେ। କାହା ସାଙ୍ଗରେ ନିଜର ଦୁଃଖର କଥା କହିଲେ ନାହିଁ। ନିଜ କୋଠରୀ ଭିତରେ ନିଜ ସହିତ ବିଡ଼ ବିଡ଼ ହୋଇ ଗପ କଲେ, ଗୀତ ଗାଇଲେ ଗୁଣୁଗୁଣୁ ହୋଇ। ମାସ ମାସ ଧରି ଶୋଇଲେ ନାହିଁ, ଖାଇଲେ ନାହିଁ। ସେତେବେଳେ ବିଜନଙ୍କର ନିଜର ଅବସ୍ଥା ମର୍ମନ୍ତୁଦ। କେତେ ଦିନ ଜଣେ ଶୋକ ପାଳିବାକୁ ଘରେ ମୁହଁ ପାଣି ଶୋଇ ରହିବ? ବିଜନକୁ ଅଫିସ କାମ କରିବାକୁ ପଡ଼େ। ନିଜର ବୟସ୍କ ବାପା ମାଙ୍କର କଥା ବୁଝିବାକୁ ହୁଏ। ତାପ୍ତି ଏପରି ହେବା ସ୍ୱାଭାବିକ ବୋଲି ସମସ୍ତେ ଭାବିଲେ। ବିଜନ ଡେରି ରାତିରେ ଘରକୁ ଫେରନ୍ତି, କାହିଁକି ନା ତାପ୍ତିଙ୍କୁ ସେ ଚାହିଁ ପାରନ୍ତି ନାହିଁ। ଫଳରେ ତାପ୍ତିଙ୍କର ଚିକିତ୍ସା ଆରମ୍ଭ ହେବାକୁ ଡେରି ହେଇଗଲା। ଏବେ ବି ଚିକିତ୍ସା ଚାଲିଛି ତାଙ୍କର, ସବୁଦିନ ଚାଲିବ। ଜୀବନର ଶେଷ ମୁହୂର୍ତ୍ତ ଯାଏ ଚାଲିବ। ପୂର୍ବରୁ ବ୍ଲଡ଼ ପ୍ରେସର ଥିଲା, ଏବେ ମିଶିଯାଇଛି ଥାଇରଏଡ୍, ସୁଗାର, ଏସିଡ଼ିଟି, ଥଣ୍ଡା, ଜ୍ୱର, ଆଣ୍ଠୁ ଦରଜ, ମୁଣ୍ଡବିନ୍ଧା, ଏସବୁ ବି ମଝିରେ ମଝିରେ ମୁହଁ ଦେଖାନ୍ତି। ବିଜନ ଦୌଡ଼ନ୍ତି ମାସରେ 15 ଦିନ ଡାକ୍ତରଖାନା, କ୍ଲିନିକ୍, ପାଥୋଲାବ। ରୋଷେଇ କରୁଥିବା ସ୍ତ୍ରୀ ଲୋକଟି ନ ଆସିଲେ ରୋଷେଇ କରିବାକୁ ପଡ଼େ। ଔଷଧ, ଇଞ୍ଜେକ୍ସନ, ସମୟ ମନେ ରଖିବାକୁ ହୁଏ। ତାପ୍ତିଙ୍କର ମନର ଅବସ୍ଥା ଜଗି ଘରେ ଚଳପ୍ରଚଳ ହେବାକୁ ହୁଏ। ଥରେ ଥରେ ଥକା ହୋଇ ଘରକୁ ଫେରିଲା ବେଳକୁ ଘର ସାରା ଅସ୍ତବ୍ୟସ୍ତ ଜିନିଷପତ୍ର, ସିଙ୍କ ଭର୍ତ୍ତି ହୋଇ ଅଇଁଠା ବାସନ। ପରବର୍ତ୍ତୀ ଥର କଥାବାର୍ତ୍ତା ବେଳେ ବିଜନ ନର୍ମଦାଙ୍କୁ ଶୁଣାନ୍ତି ତାଙ୍କର ଦୁଃଖ କାହାଣୀ। ଆଦିତ୍ୟ ଲାଗି ନର୍ମଦା କେତେ ଯେ ହଇରାଣ ହୋଇଛନ୍ତି, ସେ କଥା କଥାରେ କହିହେବ ନାହିଁ। ଫ୍ୟାନ୍ ଚାଲୁ, କୁଲର ଚାଲୁ କି ଏୟାର କଣ୍ଡିସନ ଅନ୍ ଥାଉ, ଆଦିତ୍ୟଙ୍କର ଯଦି ଇଚ୍ଛା ହୋଇଛି ତ ନର୍ମଦାଙ୍କୁ ଘଣ୍ଟା ଘଣ୍ଟା ଧରି ତାଙ୍କୁ ବିଞ୍ଚଣାରେ ବିଞ୍ଚିବାକୁ ପଡ଼େ। ଥରେ ଖାଇବିନି ବୋଲି ଜିଦ୍ କଲେ ଯେମିତି ଖୁଆଇଦେବା ଅସମ୍ଭବ। ଭୋକ ହେଉଛି ଆଉ ଖାଦ୍ୟ ବଢ଼ାଗଲା ନାହିଁ ଯଦି, ତାହେଲେ ବି ସେମିତି ଖଣ୍ଡ ପ୍ରଳୟ। ରାଗିଗଲେ ମୁଣ୍ଡ ପିଟି ଦେବେ କାନ୍ଥରେ, ନଖରେ ଆମ୍ପୁଡ଼ି ଖଣ୍ଡିଆ ଖାବରା କରିଦେବେ ନିଜର ମୁହଁ। ତାଙ୍କ ଡରରେ ଗୋଟେ ସମୟରେ ଘରେ ପନିକି, ଛୁରୀ, କତୁରୀ ବି ଧାରୁଆ ଜିନିଷ ସବୁକୁ ତାଲା ପକାଇ ରଖାଯାଉଥିଲା। ଏବଂ ଏସବୁ ଆରମ୍ଭ ହେଲା ଗୋଟେ ଭୟଙ୍କର ଘଟଣାରୁ। ଶ୍ରୋତାବନ୍ଧୁ, ଗଳ୍ପର ଦ୍ୱିତୀୟ ଭାଗଟି ଆଉ ଗୋଟେ ଅଡ଼ିଓରେ ଆପଣମାନଙ୍କୁ ଶୁଣାଇବି। ଯେହେତୁ ଆମର ଗୋଟେ ସମୟ ଭିତରେ ଆମେ ସମସ୍ତେ ଆବଦ୍ଧ, ତେଣୁ ବର୍ତ୍ତମାନ ଗାଳ୍ପିକା କବି ଚିରଶ୍ରୀ ଇନ୍ଦ୍ର ସିଂଙ୍କ ଆଜିର ଆଲୋଚନା ଆପଣମାନଙ୍କୁ କେମିତି ଲାଗିଲା? ଆପଣଙ୍କର ସୁଚିନ୍ତିତ ମତାମତ ଅପେକ୍ଷାରେ ରହିଲି। ଧନ୍ୟବାଦ। ଆଉ ଗୋଟେ ଅଡ଼ିଓରେ ଏଇ ଗଳ୍ପର ଦ୍ୱିତୀୟ ଭାଗ ଶୁଣାଇ ଶେଷ କରିବି।